ସାହିତ୍ୟରେ ନବ ନବ ଉନ୍ମେଷଶାଳିନୀ ପ୍ରଜ୍ଞା। ସାହିତ୍ୟ କହିଲେ ଜୀବନ ବ୍ୟାଖ୍ୟା ଶାସ୍ତ୍ର, ଆଉ ସାହିତ୍ୟରେ ନବ ନବ ଉନ୍ମେଷଶାଳିନୀ ପ୍ରଜ୍ଞା କହିଲେ ନୂଆ ନୂଆ ଦର୍ଶିତ ବା ଦେଖା ଦେଉଥିବା ବୁଦ୍ଧି। ଏହି ବୁଦ୍ଧିଟି ବୃଦ୍ଧି ହେଲେ ଯାଇ ଅସଂଖ୍ୟ ସାହିତ୍ୟ ସୃଷ୍ଟି ହୋଇପାରିବ। କାର୍ଯ୍ୟ କରିବା ପାଇଁ ରହିଥିବା ବା ନିହିତ ବୁଦ୍ଧି ଦରକାର, ନହେଲେ ମଣିଷର କାର୍ଯ୍ୟ ସଫଳ, ତ୍ରୁଟିଶୂନ୍ୟ, ଲାଭଦାୟକ ହେବ ନାହିଁ। ମଣିଷ ବୁଦ୍ଧି ଖଟେଇ କାମ କରେ। ପ୍ରତ୍ୟେକ କାମ ପାଇଁ ବୁଦ୍ଧି ଦରକାର। କାମ ବୁଦ୍ଧିଯୁକ୍ତ ନ ହେଲେ ମଣିଷ ଠକାମିର ଶିକାର ହେବ, କର୍ମ ପ୍ରତିଯୋଗିତାରେ ପଛେ ପଡ଼ିଯିବ। ଜୀବନଯାତ୍ରା କର୍ମମାନଙ୍କର କରିବାର ଏକ ଏକ ପ୍ରତିଯୋଗିତା। ଦେଖି ଶିଖି ବୁଦ୍ଧି ଖଟାଇ ମଣିଷ କର୍ମ କରେ। ଛୋଟ ଶିଶୁଟିର କୋମଳମତି ବୁଦ୍ଧି ଆସିଗଲା ପରେ ସେ ଅନ୍ୟକୁ ଦେଖି, ବିଶେଷ କରି ତା'ର ମାଆକୁ ଦେଖି ନିଜ ମନରେ ଆପଣା ଛାଏଁ ଶିଖି ଅନୁକରଣୀୟ କାମମାନ କରେ। ଯଥା ଘର ଝାଡ଼ିବା, ବାସନ ମାଜିବା, ଗୋଡ଼ ଘଷି ଦେବାର କାମକୁ ଶିଶୁଟି ତା'ର ମାଆ କରୁଥିବାର ଦେଖେ। କାରଣ ଶିଶୁଟି ସାଧାରଣତଃ ତା'ର ମାଆ ପାଖେ ପାଖେ ରହେ, ମାଆ ସହିତରେ ବୁଲେ। ଦେଖେ ମାଆ ଘର ଝାଡ଼ୁ ଦେଉଛି, ବାସନ ମାଜୁଛି, ଜେଜେମାର ଗୋଡ଼ ଘଷି ଦେଉଛି। ମାଆର ଏସବୁ କାର୍ଯ୍ୟକଳାପ ଦେଖି ତା'ର କୁନି କୁନି ପାଦରେ ଚାଲି, ଛୋଟ ଛୋଟ ନରମ ତୁଲତୁଲ ହେଉଥିବା ହାତରେ ଝାଡ଼ୁଟିଏ ଧରି ଘର ଦାଣ୍ଡ ଅଗଣା ଓଳଉଥିବାର ଦେଖାଯାଇଅଛି। ଶିଶୁ ଭାରି ଅନୁକରଣ ପ୍ରିୟ, ତେଣୁ ତା'ର ଆଗରେ ବଡ଼ମାନେ ଭଲ କାମ କରିବା ଦରକାର। କଲେ ଶିଶୁ ଦେଖିବ, ମନ ଚାହିଁଲେ ତାକୁ ବା ସେଇଭଳି କରି ବସିବ। ଶିଶୁ ଯଦି କରିପାରୁଛି, ତେବେ ବଡ଼ ମଣିଷ ବୁଦ୍ଧିମାନ ଅଛି। ଯେତେବେଳେ ମଣିଷର ଅନୁକରଣ ପ୍ରିୟତା ହେବ ନିହାତି ଦରକାର, କାରଣ ଜଗତରେ ସବୁ କାମ ମଣିଷ ମନରୁ ନୂଆ କରି ବାହାର କରି କରିପାରି ନଥାଏ। ଏ କ୍ଷେତ୍ରରେ ସେ ଅନ୍ୟଙ୍କୁ ଦେଖେ ଏବଂ ସେଇଭଳି କରିବାକୁ ଚେଷ୍ଟା କରେ ଏବଂ କରିଥାଏ। ଯେହେତୁ ତା'ର କାର୍ଯ୍ୟଟି କରିବା ଦରକାର ଅଛି, ଅଥଚ ତାକୁ ଜଣା ନାହିଁ, ତେଣୁ ସେ ଅନ୍ୟକୁ ଅନୁକରଣ କରିବ ଏକା। ନକଲେ କାମଟି କରିବା ତା' ପାଇଁ ଅସମ୍ଭବ ହୋଇଯିବ, କରିପାରିବ ନାହିଁ। ଅଗତ୍ୟା ଇମିଟେଟ୍ କରିବାକୁ ବାଧ୍ୟ। ଏହି ଇମିଟେସନ୍ ସଠିକ୍ ହେଉ ଅବା ଅବିକଳ ହେଉ ଅଥବା ଯାହି ତାହି ହେଉ, ଯେକୌଣସି ମତେ କରିବ। ପାଠ ପଢ଼ିବା, ଉପାର୍ଜନ କରିବା, ବେଶ ପୋଷାକ ପିନ୍ଧିବା, ଜିନିଷ ଆଣିବାର ପ୍ରତିଟି କ୍ଷେତ୍ରରେ ମଣିଷ ଅନୁକରଣ ପ୍ରିୟତା ଗୁଣକୁ ଆପଣାଇ ନିଜର କରେ, ନହେଲେ ଚଳିପାରିବ ନାହିଁ, ଜୀବନ ଧାରଣ କରିପାରିବ ନାହିଁ। ସେହିପରି ସାହିତ୍ୟ ହେଉଛି ଜୀବନର ଅନୁସନ୍ଧାନର କଲାକର୍ମ। ଜୀବନକୁ ଦେଖେ, ଅନୁଧ୍ୟାନ କରେ ଓ ଅଭିଜ୍ଞତା ଅର୍ଜେ, ପରେ ଭାଷାରେ ଲେଖି ସାହିତ୍ୟ ସୃଷ୍ଟି କରେ, ଯେଉଁଥିରେ ଥାଏ ନବ ନବ ଉନ୍ମେଷଶାଳିନୀ ପ୍ରଜ୍ଞାର ମୋହର ବା ଛାପ। ନୂଆ ନୂଆ ଦେଖା ଦେଇଥିବା ବୁଦ୍ଧିର କାରିଗରୀ ବା କୌଶଳ ବା ଟେକ୍ନିକ୍ର କଳା ବା ଆର୍ଟ। ସାହିତ୍ୟ ନେଇ ଆଣି ଥୋଇ ଜାଣିବାର ଚୋରି ବା ଚୌର୍ଯ୍ୟ ବିଦ୍ୟା। ଏହି ନେଇ ଆଣିବାର ମାନେ ଅଭିଜ୍ଞତା ଅର୍ଜନ ବା ଏକ୍ସପିରିଏନ୍ସର ଗେନ୍ ବା ଲାଭ ଅର୍ଜନ, ଯାହାକି ଜୀବନ ବିତେଇକି ବା ଅନ୍ୟର ଜୀବନ ବିତାନକୁ ଦେଖିକି। ଜଣେ କିଏ କହିଥିଲେ, ଦେଖିଲା ତ ଲେଖିଲା, ଯେଉଁଥିରୁ ସାହିତ୍ୟରେ ଅବିକଳତାର ବା ଆକ୍ୟୁରେସିର ଅକଲ ବାହାରିଥାଏ। ମଣିଷ ଭଗବାନ ନୁହେଁ ଯେ ସମ୍ପୂର୍ଣ୍ଣ ମନରୁ ନୂଆ କରି ସବୁକିଛି ଅରଖ ବାହାର କରିପାରିବ। ମଣିଷ ଦେଖିବ ତ ଲେଖିବ। ମଣିଷର ଏହି ଦେଖିବା ହେଉଛି ଅଭିଜ୍ଞତା ଅର୍ଜନ। ନ ଦେଖିଲେ, ନ ଭାବିଲେ ଲେଖିପାରିବ ନାହିଁ। ଲେଖିବା ପାଇଁ ଭାବିବା ଦରକାର, ଆଉ ଭାବିବା ପାଇଁ ଭିତ୍ତି ଦରକାର। ଭିତ୍ତି ମାନେ ଆଧାର ବା ଇଂରାଜୀର ବେସ୍। ଯେମିତି ଭିତ୍ତିହୀନ କଥା ନଥାଏ, ସେମିତି ଆଧାର ନଥାଇ ଲେଖା ନଥାଏ। ଲେଖାର ଆଧାର ହେଲେ କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସର ପ୍ରକାର। ଏହି ପ୍ରକାରମାନଙ୍କର ମାରଫତରେ, ଜରିଆରେ, ମାଧ୍ୟମରେ ଲେଖା ନୂଆ ବୁଦ୍ଧିର ପ୍ରୟୋଗରେ ପ୍ରକାଶିତ ହୋଇଥାଏ। ଯେମିତି ସାହିତ୍ୟର କବିତା କ୍ଷେତ୍ରରେ ନବ ନବ ଉନ୍ମେଷଶାଳିନୀ ପ୍ରଜ୍ଞା ବା ନୂଆ ନୂଆ ଦେଖାଯାଉଥିବା, ମନରେ ଉଦ୍ଗତ ହେଉଥିବା ବୁଦ୍ଧିର ପ୍ରେରଣାରେ ମାତି ନିଶାଡ଼ି ନିଶାଗ୍ରସ୍ତ ହୋଇ କବି ଚିନ୍ତାମଣି ବେହେରା ବଣି
ପେଚା ବେଙ୍ଗ ସମ୍ରାଟ ଖେଳନାକୁ ଉପଜୀବ୍ୟ ବା ପୁଞ୍ଜି କରି ନୂଆ ନୂଆ କବିତାର ସୃଜନ କଲେ, ଲେଖି ପକାଇଲେ। ସେହିପରି ପଶୁକୁ ନେଇ ଓଡ଼ିଆ ପ୍ରଫେସର ଏକଦା ଥିବା ଶରତଚନ୍ଦ୍ର ପ୍ରଧାନ ଉଚ୍ଚୈଃଶ୍ରବା ମୃତ୍ୟୁର ଉପକଥା, ହାତୀ ଦେଖାରେ ଘୋଡ଼ା, କାଳି ବିଲେଇ ଏବଂ ହାତୀର ବସ୍ତୁନିଷ୍ଠ ବା ଅବଜେକ୍ଟିଭ ପୋଏଟ୍ରି ବା କବିତା ଲେଖିଲେ। ସବୁଥିରେ ନବ ନବ ଉନ୍ମେଷ ଶାଳିନୀ ପ୍ରଜ୍ଞା ବା ନୂଆ ନୂଆ ବୁଦ୍ଧିର ଉପକରଣ ଉନ୍ମେଷ ଦେଖାଦେବା ଅଛି, ଯାହାକି କବିତାର ନାମଦାନରେ, ତାର ସଂଖ୍ୟାର ଅସଂଖ୍ୟତା ଅନେକତାରେ, ଲେଖିବାର ବାରମ୍ବାରମୟତାରେ, ଭାବ ଉନ୍ମାଦନାର ବୈଚିତ୍ର୍ୟ ବା ବିବିଧତାରେ ରହିଅଛି। ଅର୍ଥାତ୍ କବିତାର ନାମ, ଭଙ୍ଗୀ, ବିଷୟ, ଭାବ, ଗ୍ରହଣ, ପଠନ, ପ୍ରକାଶନ, କୋର୍ସ ଇତ୍ୟାଦିର ଯେଉଁ ସବୁ କାମ, ସବୁରି ଭାଗରେ ନବ ନବ ଉନ୍ମେଷ ଶାଳିନୀ ପ୍ରଜ୍ଞାଟି ସାହିତ୍ୟର ମହନୀୟ ରଚନାରେ ତାର ଲେଖିବାରେ ଅଛି। ନବ ନବ ଉନ୍ମେଷ ଶାଳିନୀ ପ୍ରଜ୍ଞା ମନକୁ ତ ଆସିବ, ହେଲେ ବାରମ୍ବାର ଆସିବ ନାହିଁ। ବାରମ୍ବାର ଆସିବାକୁ ହେଲେ ଲେଖକ ନିଜ ମତିକୁ, ବୁଦ୍ଧିକୁ ବାରମ୍ବାର ସେଇଥିରେ ଯେଉଁ କାମରେ ଲଗାଇବାର ମନ ଦେଇଛି ଲଗାଇବାକୁ ପଡ଼ିବ। ବାରମ୍ବାର ଭାବିବାକୁ ପଡ଼ିବ, ନିରୋଳାରେ ଚିନ୍ତାଗ୍ରସ୍ତ ହେବାକୁ ପଡ଼ିବ। ତେବେ ଯାଇ ଭାବନାରେ, ଚିନ୍ତାରେ ନୂଆ ନୂଆ ବୁଦ୍ଧିର ସନ୍ଧାନ ମିଳିବ, ଆଉ ବୁଦ୍ଧିର ପ୍ରୟୋଗରେ ସାହିତ୍ୟ ସୃଷ୍ଟି ସହଜ ହୋଇପାରିବ। ଆଖିର କପୋତ ମୋର କବିତା ଲେଖି ସଫଳତା ପାଇ କବି ଗୁରୁପ୍ରସାଦ ମହାନ୍ତି ଯଦି ଚୁପଚାପ ବସିଯାଇଥାନ୍ତେ, ମତିକୁ, ବୁଦ୍ଧିକୁ, ପ୍ରଜ୍ଞାକୁ ସୁନାର ଝରଣା ନାମକ କବିତା ଲେଖିବାରେ ମନ ଦେଇନଥାନ୍ତେ, ତାହେଲେ ସେ କଦାପି ଏହି କବିତାଟିକୁ ଲେଖିପାରି ନଥାନ୍ତେ। ସେହିପରି ଯଦି ଗୋବର ଗଣେଶ ବା ମୂର୍ଖ ପଣ୍ଡିତ ନାମକ ପୋଙ୍ଗା ପଣ୍ଡିତ ଶୀର୍ଷକ କବିତା ଲେଖିବାର ପ୍ରଯତ୍ନ କରିନଥାନ୍ତେ, ତେବେ ରହିଯାଏ ଅଭାବ। ତଥାପି କବିତାର ପ୍ରଥମ ବାକ୍ୟ ସେହି ଅଭାବ ହୋଇ ସର୍ବଦା ରହିଯାଇଥାନ୍ତା। କେବେ ଆଉ ନବ ନବ ଉନ୍ମେଷ ଶାଳିନୀ ପ୍ରଜ୍ଞାରେ, ବୁଦ୍ଧିରେ ଦେଖାଦେଇ ଲେଖନୀ ମଧ୍ୟକୁ ଆସିପାରି ନଥାନ୍ତା। ଯେତେ ସବୁ କବିତା, ଯେଉଁ କବିମାନେ ସବୁ ଲେଖିକି ନାମ ଅର୍ଜନ କରିଛନ୍ତି, ସୁନାମ ହୋଇଛନ୍ତି, ସେମାନେ ସମସ୍ତେ ନବ ନବ ଉନ୍ମେଷ ଶାଳିନୀ ପ୍ରଜ୍ଞାର ବା ନୂଆ ନୂଆ ବୁଦ୍ଧି ଜାଗ୍ରତର ଉନ୍ମେଷ ବା ଦେଖାଯିବାର ସେବା ବାରମ୍ବାର କରିଛନ୍ତି ବୋଲି ବାରମ୍ବାର କବିତା ଲେଖାରେ ହାତ ସେମାନଙ୍କର ଚଳଚଞ୍ଚଳ ହୋଇ ଉଠିଛି। ସ୍ଥିର ହୋଇ ଥକ୍କା ପାଇ ବସିନାହାନ୍ତି। ଇଚ୍ଛା କଲେ କବିତା ଲେଖାର ଉପାୟ ଆପେ ଆସିବ। ବସି ବସି ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଯେମିତି ଖାଳେଇରେ ଖାଳିଏ ମାଛ ବଂଶୀକଣ୍ଟା ଧରାଳି ସଂଗ୍ରହ କରି ଭାରି ଖୁସି ମନରେ ଘରକୁ ଫେରେ, ସାର୍ ରୋନାଲ୍ଡ ରସ୍ ଯେମିତି ଲାଗି ଲାଗି ପାଇଲେ ମାଇ ଏନୋଫିଲିସ୍ ମଶାରେ ମ୍ୟାଲେରିଆ ରୋଗର ସନ୍ଧାନ, ଏହା ସେହି ନବ ନବ ଉନ୍ମେଷ ଶାଳିନୀ ପ୍ରଜ୍ଞାର ଅପର ଶ୍ରେଷ୍ଠ ଇତିହାସଗତ ନମୁନା ବ୍ୟତୀତ ଅନ୍ୟ କିଛି ନୁହେଁ।